जय जगन्नाथ सांग मैंने आशा करुचे भगवानଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ନବମ ଶ୍ରେଣୀର ସାହିତ୍ୟ ବିଷୟବସ୍ତୁର ହେ ମୋର କଲମ ପଦ୍ୟଟାକୁ ଆଲୋଚନା କରିବା। ଆମର ଅତି ପ୍ରିୟର କବି ହେଉଛନ୍ତି ଗୋଦାବରୀଶ ମହାପାତ୍ର। ତାହେଲେ ତାଙ୍କର କବି ପରିଚୟ ବିଷୟରେ ଟିକେ ଆଲୋଚନା କରିବା ପିଲାମାନେ। ତାଙ୍କର ଆବିର୍ଭାବ ହୋଇଥିଲା 1898 ମସିହାରେ ଏବଂ ତିରୋଧାନ ହୋଇଥିଲା 1965 ମସିହାରେ। ତାଙ୍କର ଜନ୍ମସ୍ଥାନ ହେଉଛି ବାଣପୁର ଅନ୍ତର୍ଗତ କୁମାରଙ୍ଗ ଗ୍ରାମରେ। ସେ ସତ୍ୟବାଦୀରେ ଅଧ୍ୟୟନ କରିଥିଲେ ଏବଂ ତାଙ୍କର ଗୋଟେ ରଚିତ କବିତା ଥିଲା ବାଣପୁର, ଯାହାକି 1914ରେ କ'ଣ ହେଇଥିଲା ନା ପ୍ରକାଶ ହେଇଥିଲା। ଇଏ ହେଉଛନ୍ତି ସେହି ମହାନ ବିଶିଷ୍ଟ ବିଶେଷଜ୍ଞ ଗୋଦାବରୀଶ ମହାପାତ୍ର। ସେ ଏକାଧାରରେ ଜଣେ ଗାଳ୍ପିକ, କବି, ଲେଖକ। ଆମେ ତାଙ୍କ ବିଷୟରେ ଯାହା କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ସେ ଉଠ କଙ୍କାଳ, ଜାଗ ଦୁର୍ବଳ, ବାରବାଟୀ ଦୁର୍ଗ ଇତ୍ୟାଦି କ'ଣ କରିଥିଲେ ନା ତାଙ୍କର ସମ୍ଭାର ଗୁଡ଼ିକ ପିଲାମାନେ। ତାହେଲେ କବିତାଟିକୁ ଆମେ ଦେଖିବା। ହେ ମୋର କଲମ ପୁସ୍ତକରୁ ଏହା ସଂଗୃହୀତ ବା ଗୃହୀତ ହୋଇଛି। ସେ ଦେଖିବା ଯେ କ'ଣ ଆକ୍ଚୁଆଲି କଲମ ବିଷୟରେ କହିବା ପାଇଁ ଚାହୁଁଛନ୍ତି। ଯଦି ଆମେ ଏହାର ପୃଷ୍ଠଭୂମି ବିଷୟରେ ଟିକେ ଆଲୋଚନା କରିବା, ତାହେଲେ ପିଲାମାନେ ଏଇଟା ସ୍ୱାଧୀନତା ପୂର୍ବର ଏକ କବିତା, ଯାହାକି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉଦ୍ୟତ କରିବା ପାଇଁ, ଜାଗ୍ରତ କରିବା ପାଇଁ ଏବଂ ଜନମାନସରେ ଏକ ସ୍ୱାଧୀନତାର ଗୋଟେ ଭାବ ସୃଷ୍ଟି କରିବା ପାଇଁ ସେ କ'ଣ କରିଥିଲେ ନା ଏହି କବିତାକୁ ରଚନା କରିଥିଲେ। ଏବଂ ସେ ତୁଳନା କରିଛନ୍ତି ଗୋଟେ କଲମ ସହିତ ଜଣେ ବ୍ୟକ୍ତି ବିଶେଷକୁ। ତାହେଲେ ଆମେ ଯଦି କଲମର ବିଶେଷତ୍ୱକୁ ବୁଝିପାରିବା, ତାହେଲେ ନିଶ୍ଚିତ ଭାବରେ ନିଜ ଜୀବନରେ ଆମେ ଯେତେବେଳେ ତାକୁ ପ୍ରୟୋଗ କରିବା, ତାହେଲେ ଆମେ ସ୍ୱାଧୀନତା ପାଇବାରେ ଆମକୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ ବୋଲି ସେ କହିଛନ୍ତି। ସେ ଯଦିଓ କଲମର ବିଶେଷତ୍ୱକୁ ବର୍ଣ୍ଣନା କରିଛନ୍ତି, ଠିକ୍ ମଣିଷର ମଧ୍ୟ ଠିକ୍ ସେହିପରି ବିଶେଷତ୍ୱ ରହିବା କଥା। ତାହେଲେ ଡେରି ନକରି କ'ଣ କରିବା ପିଲାମାନେ, ପାଠକୁ ଆଗେଇ ଯିବା। ହେ ମୋର କଲମ, ସେ କଲମକୁ କ'ଣ କହୁଛନ୍ତି ନା ସମ୍ବୋଧନ କରି ଡାକୁଛନ୍ତି ଯେ ତୁମର ହେଉଛି କ'ଣ ନା କଲମ, ଯିଏକି ହେଲା ଚିର ବିପ୍ଳବୀ। ହେ ଚିର ମୌନି କହ। ଚିରର ଅର୍ଥ ହେଲା ସବୁଦିନର। ଚିର କହିଲେ କ'ଣ ନା ଚିରର ଅର୍ଥ ହେଲା ସଦା ସର୍ବଦା ସବୁବେଳେ। ଏବଂ ବିପ୍ଳବୀ ମାନେ କ'ଣ ନା ବିପ୍ଳବୀର ଅର୍ଥ ହେଲା ଜଣେ ଆମେ ସୈନିକ ବା ଯୋଦ୍ଧାକୁ ବି ବିପ୍ଳବୀ ବୋଲିକରି କହିପାରିବା, ଯାହାର ମୂଳ ଲକ୍ଷ୍ୟ ହେଲା ନା ଫଳ ପ୍ରାପ୍ତି। ଯିଏକି ସବୁବେଳେ କ'ଣ ହେଉଛି ନା ମୌନ ହେଇକି ରହିଯାଇଛି। ମୌନ କହିଲେ କ'ଣ ଯେ ସବୁବେଳେ ଚୁପଚାପ ହେଇକି ଥିବ, ତାକୁ ଆମେ କହିପାରିବା ମୌନୀ ବୋଲିକିରି। ତାହେଲେ ମୌନୀ କିଏ ପିଲାମାନେ ନା ଏଠାରେ ଯେହେତୁ ଆମେ କହୁଛୁ କଲମ ବିଷୟରେ, କଲମ ହେଉଛି କିଏ ନା କଲମ ହେଉଛି ବିପ୍ଳବୀ, ଯିଏକି ବିପ୍ଳବ କରିଛି କ'ଣ ପାଇଁ ନା ସ୍ୱାଧୀନତା ପ୍ରାପ୍ତି ନିମନ୍ତେ। ଆଉ କ'ଣ ସେ ସବୁବେଳେ ମୌନ ହେଇକି ରହିଯାଇଛି, ଚୁପଚାପ ହେଇକି ରହିଯାଇଛି। ଚିର କହିଲେ ମୁଁ କହିଲି ପିଲାମାନେ, ଚିରର ଅର୍ଥ କ'ଣ ନା ଚିରର ଅର୍ଥ ହେଲା ସବୁବେଳେ ସର୍ବଦା ସବୁ ସମୟରେ। ତାହେଲେ ହେ ଚିର ମୌନି କହ, ତାହେଲେ ତୁମେ ଯଦି ଚୁପ୍ ହେଇକି ରହିଯାଇଛ, ତୁମେ କୁହ କ'ଣ ସାଥୀ ଥିଲ ବା ଜୀବନେ ଜୀବନେ ଯୁଗେ ଯୁଗେ ଅହରହ। ତୁମେ ସବୁବେଳେ ସବୁ ସମୟରେ ସର୍ବଦା ତୁମେ ମୋର କ'ଣ ହେଇଥିଲ ନା ସାଥୀ ହେଇକି ଥିଲ। ଜୀବନେ ଜୀବନେ ଯୁଗେ ଯୁଗେ ଅହରହ, ଅର୍ଥାତ୍ ଚାରୋଟି ଦିଗରେ ତୁମେ କ'ଣ ହେଇଛ ନା ସାଥୀ ହୋଇ ରହିଛ। ପ୍ରତିଟି କ୍ଷଣ ପ୍ରତି ମୁହୂର୍ତ୍ତରେ ତୁମେ ମୋ ସାଙ୍ଗରେ ମୋ ସହିତ ରହୁଛ। ତୁମେ ସବୁବେଳେ କ'ଣ କରୁଛ ନା ମୋ ସହିତ ସମୟକୁ ଅତିବାହିତ କରୁଛ। ତାହେଲେ ତୁମେ ମୋତେ କୁହ କ'ଣ ନା ମୂଲ୍ୟ ତୁମର କେତୋଟି ପଇସା ତନୁ ତବ ଦୁର୍ବଳ। ଯଦି ଆମେ ପିଲାମାନେ କହିବା ଏଇ ଯେଉଁ କଲମର ଦାମ ବା କଲମର ମୂଲ୍ୟ କେତେ ହେବ ନା ଅତି କମ୍, ତୁଚ୍ଛ, ନାମମାତ୍ର। ଆମେ ଜାଣିଛୁ ପିଲାମାନେ ବର୍ତ୍ତମାନ ସମୟରେ ଗୋଟେ ପେନ୍ ମିଳୁଛି, ସେ ପେନ୍ର ଦାମ କେତେ ନା 2 ଟଙ୍କା କିମ୍ବା 3 ଟଙ୍କା ହେଇଥିବ। ଯଦି ଆମେ ବର୍ତ୍ତମାନର ସିନେରୀକୁ ଦେଖିବା, ତାହେଲେ 3 ଟଙ୍କା ପିଲାମାନେ କିଛି ନୁହଁ। ଯଦି ଆମେ କହିପାରିବା ଧର ଏଲକସ୍ର ଗୋଟେ କ'ଣ ଆସୁଛି ନା ଏଲକସ୍ ସାଇନ୍ ବୋଲିକରି ଗୋଟେ ୟୁଜ୍ ଆଣ୍ଡ ଥ୍ରୋ ପେନ୍ ଗୋଟେ ଆସୁଛି ପିଲାମାନେ। ସେ ପେନ୍ଟା ଭଲ ଚାଲିବ, ହେଲେ ତାର ଦାମ କେତେ ନା ମାତ୍ର 3 ଟଙ୍କା। ଯଦି ବଡ଼ ପ୍ୟାକେଟ୍ ନେବା ତାହେଲେ ଆହୁରି କମ୍ ବି ପଡ଼ିବ। ତାହେଲେ ତାର ମୂଲ୍ୟ ହେଉଛି କମ୍। ଶରୀର କେମିତି ନା ତନୁର ଅର୍ଥ ହେଲା ଶରୀର। ତୁମ ଶରୀର ହେଉଛି ଅତି ଦୁର୍ବଳ, କେତେ ପତଳା।
ଥରା ହେଇଛ କେତେ ହୃଦ ମନ୍ଦିର ବନ୍ଧୁର ଧରା ତଳ। ତୁମେ ଯଦିଓ ତୁମର ଶରୀର ଦୁର୍ବଳ, ଯଦିଓ ତୁମ ଶରୀର ଅତି ପତଳା, ଯଦିଓ ତୁମର ମୂଲ୍ୟ ବହୁତ କମ୍, ତାହେଲେ ତୁମେ କ'ଣ କରିଛ ନା ତୁମେ ବିଭିନ୍ନ ପ୍ରକାର ହୃଦୟ ରୂପକ ମନ୍ଦିରକୁ ଥରାଇ ଦେଇଛ। ଲେଖା ମାଧ୍ୟମରେ ଆମେ କ'ଣ କରିପାରିବା ନା ଯେକୌଣସି ଲୋକର ହୃଦୟକୁ ଆମେ ଥରାଇ ଦେଇପାରିବା। ଯଦି ପିଲାମାନେ ଉପେନ୍ଦ୍ର ଭଞ୍ଜଙ୍କର ଲେଖାକୁ ଆମେ ଯଦି ପଢ଼ିବା, ତାହେଲେ ଯେତେବେଳେ ପଢ଼ୁଥିବା ଆମ ମନ ଭିତରେ ଗୋଟେ ଉନ୍ମାଦନା ସୃଷ୍ଟି ହେଉଥିବ, ଆମ ମନ ଭିତରେ ଗୋଟେ ରୋମାଞ୍ଚକ ସୃଷ୍ଟି ହେଉଥିବ ଏବଂ ଆମେ ଜାଣିବାକୁ ମଧ୍ୟ କ'ଣ କରୁଥିବା ନା ସବୁବେଳେ ସତଚେଷ୍ଟିତ ଥିବା। ଠିକ୍ ସେହିପରି ତୁମେ କ'ଣ କରିଛ ନା ହୃଦୟ ରୂପକ ମନ୍ଦିରକୁ ଥରାଇ ଦେଇଛ। ଆଉ କ'ଣ ନା ବନ୍ଧୁର ଧରାତଳ। ବନ୍ଧୁର ଅର୍ଥ କହିଲେ ଅସମତଳ ଜାଗାକୁ ଆମେ କହୁ କ'ଣ ନା ବନ୍ଧୁର ଧରାତଳ ଅସମତଳ ପୃଥିବୀକୁ ମଧ୍ୟ ତୁମେ କ'ଣ କରିଛ ନା ଥରାଇ ଦେଇଛ। ଯଦି ଆଜି ଏତେବେଳେ ବନ୍ଦିକି ତୁମେ ପ୍ରାକ୍ତନ ଉତ୍କଳେ, ତୁମେ କ'ଣ ହେଇଛ ନା ବର୍ତ୍ତମାନର ଦୁନିଆରେ ବର୍ତ୍ତମାନର ସମୟରେ ତୁମେ କ'ଣ କରିଛ ନା ବନ୍ଦୀ ହେଇକି ରହିଯାଇଛ। କେଉଁଠି? ଏହି ପ୍ରାକ୍ତନ କହିଲେ କ'ଣ ନା ପୂର୍ବକାଳୀନ ସ୍ୱାଧୀନତା ପ୍ରାପ୍ତିର ସମୟକୁ ଆମେ କହିପାରିବା କ'ଣ ନା ପ୍ରାକ୍ତନ। ଉତ୍କଳେ କହିଲେ କ'ଣ ନା ଓଡ଼ିଶାରେ, ଏଇ ଆମର ଓଡ଼ିଶାରେ ଏଇ ଯେଉଁ ଆମର ଯେଉଁ ଉଡ୍ରରେ ବା ଆମର ଏଇ ଯେଉଁ ବର୍ତ୍ତମାନର ଉତ୍କଳରେ ତୁମେ କ'ଣ ହେଇଯାଇଛ ନା ବନ୍ଦୀ ହେଇକି ରହିଯାଇଛ। ତେଣୁକରି ତୁମେ କ'ଣ କରିବ ନା ଜାଗ୍ରତ କରିବ, ଉଦ୍ୟତ କରିବ ଏ ମଡ଼ା ଜାତିକି ଥରେ। ମଡ଼ା କହିଲେ କ'ଣ? ଯେଉଁମାନେ ମୁର୍ଦାର ହେଇକି ଅଛନ୍ତି, ଶବ ଭଳିଆ ପଡ଼ିଯାଇଛନ୍ତି, ଯେଉଁମାନେ ନିଷ୍କ୍ରିୟ ହୋଇଯାଇଛନ୍ତି, ଯାହାଙ୍କ ଭିତରେ ତେଜ ନାହିଁ, ଯେଉଁମାନେ ତେଜହୀନ ହୋଇଯାଇଛନ୍ତି, ତାଙ୍କ ଭିତରେ ଆମେ ତେଜର ସୃଷ୍ଟି କରିବାକୁ ପଡ଼ିବ, ତାଙ୍କ ଭିତରେ ଜୀବନର ସଞ୍ଚାର କରିବାକୁ ପଡ଼ିବ। ସେଇଟା କିଏ ହିଁ କରିପାରିବ? ଏ କଲମ ତୁମେ ହିଁ କରିପାରିବ। ତେଣୁ ସେମାନଙ୍କୁ ତୁମେ କ'ଣ କରିବ ନା ଜାଗ୍ରତ କରିବ, ଉଦ୍ୟତ କରିବ ଏବଂ ସେମାନଙ୍କୁ ଗୋଟେ ପୁନର୍ଜୀବନ ତୁମେ ପ୍ରଦାନ କରିବ। ହେ କଲମ ତୁମେ ହିଁ କରିପାରିବ। ଦେଖିପାରିବା ଆଉ କ'ଣ ପିଲାମାନେ, ଏ କଲମକୁ ସେ କ'ଣ କହୁଛନ୍ତି ନା ଚିର ବିପ୍ଳବୀ ବୋଲି କହିଲେ, ଚିର ମୌନୀ ବୋଲି କହିଲେ। ଆଉ କ'ଣ ନା ସେ କହିଲେ ଯେ ସେ ହେଉଛନ୍ତି ସବୁଦିନର ସାଥୀ, ଯିଏକି ଜୀବନେ ଯୁଗେ ଯୁଗେ ସବୁବେଳେ ରହି ଆସିଥିଲେ। ତାଙ୍କର ପଇସା ମାନେ ତାଙ୍କର ଶରୀର ବା ତାଙ୍କର ମୂଲ୍ୟ, ତାଙ୍କର ଶରୀର ଅତି ଦୁର୍ବଳ, ତାଙ୍କର ମୂଲ୍ୟ ହେଉଛି ବହୁତ କମ୍। ସେ କ'ଣ କରିଛନ୍ତି? ହୃଦୟ ରୂପକ ମନ୍ଦିରକୁ ଥରାଇଛନ୍ତି ଏବଂ ବିଭିନ୍ନ ପ୍ରକାର ଅସମତଳ ଜାଗାକୁ ମଧ୍ୟ ଆଜି ସେ କ'ଣ ହେଇଯାଇଛନ୍ତି? ଆଜି ସେ ବନ୍ଦୀ ହେଇଯାଇଛନ୍ତି। ତେଣୁକରି ଆମକୁ କ'ଣ କରିବାକୁ ପଡ଼ିବ ନା ଏଇ ଯେଉଁ ମଡ଼ା ଜାତିକୁ ବା ନିଷ୍କ୍ରିୟ ହୋଇଯାଇଥିବା ଜାତିକୁ ଆମେ କ'ଣ କରିବାକୁ ପଡ଼ିବ ନା ଜାଗ୍ରତ କରିବାକୁ ପଡ଼ିବ, ଉଦ୍ୟତ କରିବାକୁ ପଡ଼ିବ। ତାହେଲେ ପିଲାମାନେ ନେକ୍ସଟ ଆଗକୁ ଯିବା। ତାହେଲେ ପିଲାମାନେ ଏଠି କ'ଣ କହୁଛି ନା ଅତି ଆପଣାର ବନ୍ଧୁ ଏ ମମ ଅତି ବିଶ୍ୱାସୀ ସଖା, ତୁମର ତୀକ୍ଷ୍ଣ ମନରେ ଫୁଟିଛି କେତେ ମୋର ମନ ଲେଖା। ସେ କ'ଣ କହୁଛନ୍ତି ଯେ ଅତି ଆପଣାର ବନ୍ଧୁ ଏ ମମ, ତୁମେ ହେଉଛ କ'ଣ ମୋର ଅତି ପ୍ରିୟର ସାଙ୍ଗ, ବନ୍ଧୁ, ସଖା। ତୁମେ ହେଉଛ ଅତି ବିଶ୍ୱାସୀ। ସବୁଠାରୁ ଦୁନିଆରେ ବିଶ୍ୱାସୀ କିଏ ପିଲେ ବା ଟ୍ରଷ୍ଟେବୁଲ୍ ପର୍ସନ୍ କିଏ ନା ଯିଏ ସବୁବେଳେ ସାଙ୍ଗରେ ଥିବ, ସୁଖରେ ବି ଦୁଃଖରେ ବି। ସିଏ ହେଉଛି କିଏ? ସେ ହେଉଛି ଆମର ଏହି ପେନ୍ ବା କଲମ। ସେ କ'ଣ କରୁଥିବ ନା ସବୁ ସମୟରେ ଆମର ସାଙ୍ଗରେ ହିଁ ଥିବ। ତେଣୁକରି ସେ କହୁଛନ୍ତି କ'ଣ ନା ତୁମେ ହେଉଛ ମୋର ଅତି ଆପଣାର ବନ୍ଧୁ ଏବଂ ଅତି ବିଶ୍ୱାସୀ ସଖା। ତୁମର ତୀକ୍ଷ୍ଣ ମନରେ ଫୁଟିଛି କେତେ ମୋର ମନ ଲେଖା। ତୀକ୍ଷ୍ଣ କହିଲେ ମୁନିଆ। ଆମେ ପେନ୍ ଦେଖିଥିବା ପିଲାମାନେ, ପେନ୍ ଯେତେବେଳେ ଆମେ ଲେଖୁଛୁ, ଲେଖିବା ସମୟରେ ଯେଉଁ ଚାଲୁଛି ତା'ର ଯେଉଁ ମୁନଟା ଅତି ତୀକ୍ଷ୍ଣ, ଅତି ଦାଢ଼ୁଆ। ତ ତୀକ୍ଷ୍ଣ ମନରେ ଫୁଟିଛି କେତେ ମୋର ମନ ଲେଖା। ମୋର ମନରେ ମୁଁ ଯେତେ ବି ପରିକଳ୍ପନା କରିପାରୁଛି, ଯାହା ବି ମୁଁ ଭାବୁଛି, ତାକୁ ମୁଁ କ'ଣ କରୁଛି ନା କଲମ ସାହାଯ୍ୟରେ ତାକୁ ଲିପିବଦ୍ଧ କରି ରଖିପାରୁଛି। ତେଣୁ ସେ କହୁଛନ୍ତି ଯେ ତୁମେ ହେଉଛ ମୋର ଅତି ବନ୍ଧୁ, ଅତି ଆପଣାର ବନ୍ଧୁ ଏବଂ ଅତି ବିଶ୍ୱାସୀ ସଖା। ତେଣୁ ମୁଁ କ'ଣ କରିଛି ନା ତୁମର ତୀକ୍ଷ୍ଣ ମନରେ ମୋର ମନର ଭାବକୁ, ଆବେଗକୁ ମୁଁ କ'ଣ କରିପାରିଛି ନା ବର୍ଣ୍ଣନା କରିପାରିଛି। ତେଣୁ କରି ମୁଖରିତ କେତେ ପୁରତଳ ବରିଚ ଅମର ଯଶ, ଧରିଚ ଅଳିକ ଧରଣୀ ବୁକୁରେ କେତେ ସୁଧା କେତେ ବିଷ। ଏଇ ଯେଉଁ ଆମର ପୃଥିବୀ ପୃଷ୍ଠରେ ଏଠାରେ କ'ଣ ଅଛି ପିଲାମାନେ ନା ଅମର ବି ଅଛି ଏବଂ ବିଷ ମଧ୍ୟ ଅଛି। ସେ କହୁଛନ୍ତି କରି ମୁଖରିତ କେତେ ପୁରତଳ, ଅର୍ଥାତ୍ କେତେ ସ୍ଥାନରେ ତୁମେ କ'ଣ କରିଛ ନା ମୁଖରିତ କରିଦେଇଛ।
ଲୋକମାନଙ୍କ ଭିତରେ ଗୋଟେ ସଞ୍ଚାର ସୃଷ୍ଟି କରିଦେଇଛ। ବରିଚ ଅମର ଯଶ, ବରିଚ ଅର୍ଥ ହେଲା ଧାରଣ କରିବା, ଅମର ଯଶ ଖ୍ୟାତି ତୁମେ କ'ଣ କରିଛ ନା ଧାରଣ କରିଛ। ଧରିଚ ଅଳିକ ଧରଣୀ ବୁକୁରେ, ଅଳିକର ଅର୍ଥ କ'ଣ ମିଥ୍ୟା ତୁଚ୍ଛ, ଧରଣୀ ବୁକୁରେ, ବୁକୁରେ କହିଲେ ନା ପୃଥିବୀ ପୃଷ୍ଠରେ ବା ପୃଥିବୀର ଛାତିରେ, ବୁକୁ କହିଲେ ଛାତି, କେତେ ସୁଧା କେତେ ବିଷ। ତୁମେ ଏହି ପୃଥିବୀ ପୃଷ୍ଠରେ କ'ଣ କରିଛ ନା କେତେ ଅମୃତ ଧାରଣ କରିଛ, କେତେ ବିଷ ବି ମଧ୍ୟ ଧାରଣ କରିଛ। ଅମର ଯଶ ଖ୍ୟାତି ମଧ୍ୟ ତୁମେ କ'ଣ କରିଛ ନା ଧାରଣ କରିଛ ଏବଂ ମୁଖରିତ କରୁଛ। କେଉଁଟା ନା ପୁର ତଳକୁ ତୁମେ କ'ଣ କରୁଛ ନା ମୁଖରିତ କରୁଛ। ଆଜି ଏତେବେଳେ ହେ କଲମ ବାରେ ଚର 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 ଚାଲ, ଜାଗ୍ରତ କର ଉଦ୍ୟତ କର ମୁକ୍ତି ଦ୍ୱାର ଖୋଲ। ବର୍ତ୍ତମାନ ତୁମେ କ'ଣ କରିବ ହେ କଲମ, ତୁମେ ଚର 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 ଚାଲ। ଯାହା ମୁଁ ଭାବୁଛି ତାକୁ ତୁମେ ଲେଖି ଚାଲ, ଲେଖିବାକୁ ପଡ଼ିବ। ଯାହାଦ୍ୱାରା କ'ଣ ହେବ ନା ଲୋକମାନେ ଜାଗ୍ରତ ହେବେ, ଉଦ୍ୟତ କରିବେ ଏବଂ ଆଉ କ'ଣ ହୋଇପାରିବ ନା ମୁକ୍ତିର ଦ୍ୱାରକୁ ସେମାନେ ଖୋଲି ଦେଇପାରିବେ। ତାହେଲେ ଭାଜେ କରବାଳ ବଜ୍ର ମୂଷଳ କେତେ ଏହି ମହି ତଳେ, ବାଡ଼ବ ଉଠଇ ଗିରି ଓଲଟାଇ ଭାସେ ମରୁ ଧରା ଜଳେ। କେତେ ବଢ଼ିଆ ଲେଖା ପିଲାମାନେ। ଭାଜେ, ଭାଜେର ଅର୍ଥ ହେଲା କ'ଣ ନା ଭାଙ୍ଗେ, କରବାଳର ଅର୍ଥ ହେଲା କ'ଣ ନା ଖଣ୍ଡା, ବଜ୍ର ମୂଷଳ କେତେ ଏହି ମହି ତଳେ, ଏହି ପୃଥିବୀ ପୃଷ୍ଠରେ କ'ଣ ହେଉଛି ନା କେତେ ପ୍ରକାର ଯୁଦ୍ଧ ହେଉଛି। କେତେ ପ୍ରକାର ଯୁଦ୍ଧ ଭିତରେ ଆମେ କ'ଣ କ'ଣ ଦେଖୁଛୁ ନା ଖଣ୍ଡା ଯୁଦ୍ଧ ଦେଖୁଛୁ, ବଜ୍ର ଯୁଦ୍ଧ ଦେଖୁଛୁ। ବଜ୍ର କାହାର ପାଖରେ ଥିଲା ନା ଇନ୍ଦ୍ର ପାଖରେ ଥିଲା। ମୂଷଳ କାହାର ପାଖରେ ଥିଲା ନା ବିଭିନ୍ନ ଦେବତାମାନେ ଧାରଣ କରୁଥିଲେ। ତ ଏଇ ମହି ତଳେ ସବୁ କ'ଣ ହେଉଛି ନା ବାଡ଼ବ ଉଠଇ ସମୁଦ୍ର ଭିତରେ ଅଗ୍ନିର ସଞ୍ଚାର ହେଉଛି, ଗିରି ପର୍ବତ ଓଲଟି ପଡ଼ୁଛି ଏବଂ କ'ଣ ହେଉଛି ନା ଧରା ଜଳରେ ପୃଥିବୀର ପୃଷ୍ଠରେ ଜଳରେ ସେ କ'ଣ ହେଉଛି ନା ତାହା ଭାସି ଉଠୁଛି। ତେଣୁ ତାକୁ କ'ଣ କରିବାକୁ ପଡ଼ିବ, ତୁମେ ହିଁ ତାକୁ ରଖିବାକୁ ପଡ଼ିବ। ତେଣୁ ପିଲାମାନେ ଆଜି ପାଇଁ ଏତିକି। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍।